ସରକାରଙ୍କର ନୂଆ ନିୟମ। ସମସ୍ତ ଫୋନ୍‌ରେ ସରକାରୀ ଆପ୍ ବାଧ୍ୟତାମୂଳକ। ସମସ୍ତ ଫୋନ୍‌ରେ ସରକାରୀ ସାଇବର ସୁରକ୍ଷା ଆପ୍ ବାଧ୍ୟତାମୂଳକ। ଡିଲିଟ୍ କରିବେ ନାହିଁ ୟୁଜର୍ସ। ଭାରତ ସରକାର ଟେଲିକମ୍ ମନ୍ତ୍ରାଳୟ ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି। ନୂଆ ଡିଭାଇସ୍‌ରେ ସରକାରୀ ସାଇବର ସୁରକ୍ଷା ଆପ୍ ସଞ୍ଚାର ସାଥୀକୁ ପୂର୍ବରୁ ହିଁ ଇନଷ୍ଟଲ୍ କରିବାକୁ ହେବ ଏବଂ ଏହାକୁ ବ୍ୟବହାରକାରୀମାନେ ଡିଲିଟ୍ କରିପାରିବେ ନାହିଁ। ଏହି ପଦକ୍ଷେପ ଆପଲ୍ ଭଳି କମ୍ପାନୀ ଏବଂ ଗୋପନୀୟତା ସମର୍ଥକମାନଙ୍କୁ ଚିନ୍ତାରେ ପକାଇଛି। ରିଏଟର୍ସ ରିପୋର୍ଟ ଅନୁଯାୟୀ କରିଛି ଯେ ନଭେମ୍ବର 28ରେ ଆସିଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରମୁଖ ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକ ନୂଆ ମୋବାଇଲ୍ ଫୋନ୍‌ରେ ଏହି ଆପ୍ ଇନଷ୍ଟଲ୍ କରିବାକୁ 90 ଦିନ ସମୟ ଦିଆଯାଇଛି। ନିର୍ଦ୍ଦେଶରେ ସ୍ପଷ୍ଟ କୁହାଯାଇଛି ଯେ ଉପଭୋକ୍ତାମାନେ ଏହି ଆପ୍‌କୁ ନିଷ୍କ୍ରିୟ ବା ଡିଲିଟ୍ କରିପାରିବେ ନାହିଁ। ସରକାରଙ୍କ କହିବା ଅନୁଯାୟୀ ନକଲି କିମ୍ବା ଜାଲ୍ IMEI ଇଣ୍ଟରନ୍ୟାସନାଲ ମୋବାଇଲ୍ ଇକ୍ୱିପମେଣ୍ଟ ଆଇଡେଣ୍ଟି ନମ୍ବର ଯୋଗୁଁ ହେଉଥିବା ଠକାମି ଏବଂ ନେଟୱାର୍କ ଅପବ୍ୟବହାରକୁ ରୋକିବା ପାଇଁ ଏହି ଆପ୍ ଅତ୍ୟନ୍ତ ଜରୁରୀ। ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ଆପ୍ ଜରିଆରେ ଏପର୍ଯ୍ୟନ୍ତ 7 ଲକ୍ଷରୁ ଅଧିକ ହଜିଯାଇଥିବା ଫୋନ୍ ଉଦ୍ଧାର କରାଯାଇଛି ଏବଂ 3.7 ମିଲିୟନରୁ ଅଧିକ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ଫୋନ୍ ବ୍ଲକ୍ କରାଯାଇଛି। ଏହା ବ୍ୟତୀତ 30 ମିଲିୟନରୁ ଅଧିକ ଜାଲ୍ ସଂଯୋଗ ବା ଫ୍ରଡୁଲେଣ୍ଟ କନେକ୍ସନ୍ ବନ୍ଦ କରାଯାଇଛି। ଆପଲ୍, ସାମସଙ୍ଗ, ଭିଭୋ, ଓପୋ ଏବଂ ଶାଓମି ଭଳି କମ୍ପାନୀମାନେ ଏହି ନୂଆ ନିୟମ ପାଳନ କରିବାକୁ ବାଧ୍ୟ। ତେବେ ଆପଲ୍ ସାଧାରଣତଃ ନିଜର ଉପକରଣରେ ସରକାରୀ କିମ୍ବା ତୃତୀୟ ପକ୍ଷର ଥାର୍ଡ ପାର୍ଟି ଆପ୍‌କୁ ପୂର୍ବରୁ ଇନଷ୍ଟଲ୍ କରିବାକୁ ବାରଣ କରିଥାଏ। ତେବେ ଏହି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।